କାଙ୍କଡ଼ରେ ଆପଣମାନେ ବହୁତ ପ୍ରକାର ରେସିପି ବନେଇଥିବେ। ହୁଏତ ଏହି ଉପାୟରେ କେବେ ବି ବନେଇ ନଥିବେ। ଯଦି ବନେଇ ନାହାନ୍ତି ଗୋଟେ ଥର ଏହି ଉପାୟରେ ବନାନ୍ତୁ, 100% ଗ୍ୟାରେଣ୍ଟି। ୟା ଆଗରେ ଆପଣମାନଙ୍କୁ ମଟନ ଚିକେନ ତରକାରୀ ମଧ୍ୟ ଫିକା ଲାଗିବ। ଆଉ କାଙ୍କଡ଼ ନ ଖାଇବା ଲୋକ ମଧ୍ୟ ହାତ ଚାଟିକି ଖାଇନେବ। ନମସ୍କାର, ସସ୍ମିତା କୁକ୍ସ ଫର ଚ୍ୟାନେଲ ଆଉ ଗୋଟେ ନୂଆ ରେସିପି ସହିତ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ କରୁଛି। ତାହେଲେ ଚାଲନ୍ତୁ ଆଜିର ରେସିପିକୁ ଆରମ୍ଭ କରିବା। କାଙ୍କଡ଼ ରେସିପି ପାଇଁ ଏଇଠି ଦେଖନ୍ତୁ 4ଟା ବଡ଼ ସାଇଜର କାଙ୍କଡ଼ ନେଇଛି। ଆପଣମାନେ ଏଇଠି କାଙ୍କଡ଼ କମ ବେଶୀ କରିପାରିବେ। କାଙ୍କଡ଼କୁ କାଟିବା ପୂର୍ବରୁ ପ୍ରଥମେ ଭଲ ଭାବରେ ହାତରେ ଏଇଭଳି ଭାବେ ଘଷିକି ଧୋଇ ନେବେ। ଯେହେତୁ କାଙ୍କଡ଼ର ଉପର ଚୋପାଟା ଟିକେ କଣ୍ଟାଳିଆ ଥାଏ, ତ ବେଳେବେଳେ କ'ଣ ହୁଏ ନା ମାଟି ଓ ବାଲି ଲାଗିଥାଏ। ତ ପ୍ରଥମେ ଭଲ ଭାବରେ ଧୋଇ ନେବେ, ତାପରେ ଯାଇକି କାଟିବେ। ଏବେ ଚାଲନ୍ତୁ କାଙ୍କଡ଼କୁ ଆମେ କାଟି ନେବା। ଏଇଠି ଆମେ ପ୍ରଥମେ କାଙ୍କଡ଼ର ଆଗପଛ ନାସିକୁ କାଟିକି ବାହାର କରିଦେବା। ତାପରେ କାଙ୍କଡ଼କୁ 4 ଫାଳ କରିକି କାଟିବା। ଏଇଠି ମୁଁ ଟିକେ ବଡ଼ ବଡ଼ ପିସେସ୍ କରିକି କାଙ୍କଡ଼କୁ କାଟୁଛି। ଆପଣମାନେ ଚାହିଁଲେ ଟିକେ ଛୋଟ ଛୋଟ ପିସେସ୍ ମଧ୍ୟ କରିପାରିବେ। କାଙ୍କଡ଼କୁ ଟିକେ ବଡ଼ ବଡ଼ ପିସେସ୍ କରିକି କାଟିଲେ କ'ଣ ହେବ ନା କାଙ୍କଡ଼ ଦେଖିବାକୁ ସୁନ୍ଦର ଲାଗିବ, ଖାଇବା ପାଇଁ ମଧ୍ୟ ବହୁତ ବଢ଼ିଆ ଲାଗିବ। ଏବେ କ'ଣ କରିବା ନା ସେମ୍ ପ୍ରୋସେସରେ ସବୁଯାକ କାଙ୍କଡ଼କୁ ଏଇଭଳି ଭାବେ ଟିକେ ବଡ଼ ବଡ଼ ପିସେସ୍ କରିକି କାଟି ନେବା। କିଛି ସମୟ ପରେ ଦେଖନ୍ତୁ କାଙ୍କଡ଼କୁ କାଟି ସାରିଲା ପରେ ଗୋଟେ ପ୍ଲେଟ୍ରେ ମୁଁ ବାହାର କରିନେଇଛି। କାଙ୍କଡ଼ ଛଡ଼ା ଏଇଠି ଆମକୁ କଞ୍ଚା ଆଳୁ ଦରକାର। ତ ଗୋଟେ ବଡ଼ ସାଇଜର କଞ୍ଚା ଆଳୁକୁ ଚୋପା ଛଡ଼େଇକି ଏଇଭଳି ଭାବେ ଟିକେ ବଡ଼ ବଡ଼ ପିସେସ୍ କରିକି ମୁଁ କାଟି ନେଇଛି। ଏଇଠି ମୁଁ ଗୋଟେ ଆଳୁ ନେଇଛି, ଆପଣମାନେ ଆଳୁ କମ ବେଶୀ କରିପାରିବେ। କାଙ୍କଡ଼ ଆଉ ଆଳୁ ଛଡ଼ା ଏଇଠି ଆମକୁ ଆଉ ଗୋଟେ ଜିନିଷ ଦରକାର, ସେଇଟା ହେଉଛି ବୁଟ ଡାଲି। ତ 100 ଗ୍ରାମର ବୁଟ ଡାଲିକୁ 3-4 ଘଣ୍ଟା ପୂର୍ବରୁ ବତୁରେଇକି ରଖିଥିଲି। ଦେଖନ୍ତୁ ବୁଟ ଡାଲି ଭଲ ଭାବରେ ବତୁରି ଯାଇଛି। ତ ଏଇଠି ଆମର ସବୁ ଜିନିଷ ରେଡ଼ି ଅଛି। ଏବେ ଯିବା ରୋଷେଇ ଆଡ଼କୁ। ଏବେ କ'ଣ କରିବା ନା ଫ୍ଲେମ୍ ଅନ୍ କରିକି କଡ଼େଇ ବସିବା। କଡ଼େଇକୁ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିନେବା। କଡ଼େଇ ଭଲ ଭାବରେ ଗରମ ହେଇଗଲା ପରେ 2ରୁ 3 ଚାମଚ ତେଲ ଦେବା। ତେଲକୁ ଭଲ ଭାବରେ ଗରମ ହେବା ପାଇଁ ଛାଡ଼ିଦେବା। ତେଲ ଭଲ ଭାବରେ ଗରମ ହେଇଗଲା ପରେ କାଟିକି ରଖିଥିବା କାଙ୍କଡ଼କୁ ପ୍ରଥମେ ଦେଇକି ଟିକେ ଭଲ ଭାବରେ ଗୋଳେଇ ନେବା। ସାଙ୍ଗମାନେ ଆଜିର ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖିଥିଲେ ଫଲୋ ତ ନିଶ୍ଚୟ କରିନେବେ। ଏବେ କ'ଣ କରିବା ନା କାଙ୍କଡ଼କୁ ଦେଖିକି ଏଇଠି ଆମେ ଅଳ୍ପ ଟିକେ ଲୁଣ ପକେଇବା। ଲୁଣ ପକେଇବା ଦ୍ୱାରା କ'ଣ ହେବ ନା କାଙ୍କଡ଼ ଆଉ ଖାଇଲା ବେଳକୁ ଫିକା ଲାଗିବନି। ଏଇଠି ଆମେ କାଙ୍କଡ଼କୁ ପ୍ରଥମେ ଭାଜୁଛେ, କାହିଁକି ନା କାଙ୍କଡ଼ରେ ଟିକେ ପାଣି ଅଂଶ ଥାଏ। ତ ସେଇ ପାଣି ଅଂଶ ମରିବା ଯାଏଁ 2 ମିନିଟ୍ ପର୍ଯ୍ୟନ୍ତ କାଙ୍କଡ଼କୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଟିକେ ଭାଜି ନେବା। କାଙ୍କଡ଼କୁ ଭାଜିବାର 2 ମିନିଟ୍ ହେଇଗଲାଣି। ଏବେ କ'ଣ କରିବା ନା କାଟିକି ରଖିଥିବା ଆଳୁକୁ ଦେଇଦେବା। ତାପରେ କାଙ୍କଡ଼ ଆଉ ଆଳୁକୁ ଭଲ ଭାବରେ ଗୋଳେଇ ନେବା। ଏବେ ଆମେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ରେ ରଖିବା ଓ କଭର କରିକି 3ରୁ 4 ମିନିଟ୍ ପର୍ଯ୍ୟନ୍ତ କାଙ୍କଡ଼ ଆଉ ଆଳୁକୁ ଟିକେ ଲାଲ କଲର ହେବା ପର୍ଯ୍ୟନ୍ତ ଭଲ ଭାବରେ ଭାଜି ନେବା। ମଝିରେ ମଝିରେ କଭର ଖୋଲିକି ଟିକେ ଗୋଳେଇ ନେଉଥିବେ। ତ ଦେଖନ୍ତୁ ଏଇଠି 3ରୁ 4 ମିନିଟ୍ ହେଇଗଲାଣି। କାଙ୍କଡ଼ ଆଉ ଆଳୁକୁ ଭାଜିବାର କଭରକୁ ମୁଁ ଖୋଲି ନେଇଛି। ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି, ଦେଖନ୍ତୁ କାଙ୍କଡ଼ ଆଳୁ ଏଇଠି ଭଲ ଭାବରେ ଲାଲ କଲର ହେଇକି ଭାଜି ହେଇଯାଇଛି। କାଙ୍କଡ଼ ଆଉ ଆଳୁ 50% କୁକ୍ ହେଇଯାଇଛି। ଏବେ କ'ଣ କରିବା ନା ଏ ଭଜା ହେଇଥିବା କାଙ୍କଡ଼ ଆଉ ଆଳୁକୁ ଆମେ ଗୋଟେ ପ୍ଲେଟ୍ରେ ବାହାର କରିନେବା। ତ ଦେଖନ୍ତୁ ଭଜା ହେଇଥିବା କାଙ୍କଡ଼ ଆଳୁକୁ ପ୍ଲେଟ୍ରେ ମୁଁ ବାହାର କରିନେଇଛି। କାଙ୍କଡ଼ ଆଳୁକୁ ଏବେ ସାଇଡ଼୍ରେ ରଖିବା। ଯିବା ନେକ୍ସଟ ପ୍ରୋସେସକୁ। କାଙ୍କଡ଼ ଆଉ ଆଳୁକୁ ଭାଜି ସାରିଲା ପରେ କଡ଼େଇରେ ଦେଖନ୍ତୁ ଅଳ୍ପ ତେଲ ରହିଯାଇଛି। ସେଇ କଡ଼େଇରେ ଆଉ 2 ଚାମଚ ତେଲ ଦେଇକି ତେଲକୁ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିନେବା। ତେଲ ଭଲ ଭାବରେ ଗରମ ହେଇଗଲା ପରେ ଗୋଟେ ତେଜପତ୍ର, 2ଟା ମିଡ଼ିୟମ୍ ସାଇଜର କଟା ହେଇଥିବା ପିଆଜ ପକେଇବା। ପିଆଜକୁ ଏଇଠି ପତଲା ପତଲା ଆଉ ଲମ୍ବା ପିସେସ୍ କରିକି ମୁଁ କାଟିଛି। ଏବେ କ'ଣ କରିବା ନା ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା। ପିଆଜକୁ ଲାଲ କଲର ହେବା ପର୍ଯ୍ୟନ୍ତ ଭଲ ଭାବରେ ଭାଜି ନେବା। ତ ଏଇଠି ଆମର ପିଆଜ ଲାଲ କଲର ହେଇକି ଭାଜି ହେଲା ଭିତରେ ଚାଲନ୍ତୁ ଆମେ ଗୋଟେ ମସଲା ତିଆରି କରିନେବା। ମସଲା ତିଆରି କରିବା ପାଇଁ ଏଇଠି ମୁଁ ଗୋଟେ ଛୋଟ ମିକ୍ସିଂ ଜାର୍ ନେଇଛି। ଆଉ ମସଲାରେ କ'ଣ ସବୁ ନେଇଛି ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି। ଗୋଟେ ବଡ଼ ସାଇଜର କଟା ହେଇଥିବା ପିଆଜ, 1ରୁ 1.5 ଇଞ୍ଚ କଟା ହେଇଥିବା ଅଦା, ଗୋଟେ ବଡ଼ କୁଳା ରସୁଣରୁ ଯେତିକି ପାଖଡ଼ା ବାହାରିଲା ସବୁଯାକ ରସୁଣକୁ ଦେଇଛି। ରସୁଣ ଟିକେ ଅଧିକା ଦେବା, ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ତାପରେ ମସଲା ସବୁକୁ ମିକ୍ସିଂ ଜାର୍ରେ ଦେଇଦେବା। ଏବେ ଆମେ ଏଥିରେ ପକେଇବା କିଛିଟା ଗୋଟା ମସଲା। ଗୋଟା ମସଲାରେ ମୁଁ ନେଇଛି ଛୋଟ ଖଣ୍ଡେ ଡାଲଚିନି, ଗୋଟେ ବଡ଼ ଅଳେଇଚ, ତା ସହିତ ଗୋଟେ ଏଇଠି ଜାଇଫୁଲ, ତା ସହିତ ଛୋଟ ଖଣ୍ଡେ ଜାଇଫଳ, ତା ସହିତ ପକେଇବା 8-10ଟା ଗୋଲମରିଚ, 2ଟା ଲବଙ୍ଗ। ଏତିକି ଜିନିଷକୁ ଦେଇ ସାରିଲା ପରେ ଏବେ ଆମେ 2-3 ଚାମଚ ପାଣି ଦେଇକି ମସଲାକୁ ଭଲ ଭାବରେ ଚିକଣ କରିକି ବାଟି ନେବା। ତ ଦେଖନ୍ତୁ ଏଇଠି ଆମର ମସଲା ରେଡ଼ି ହେଇଗଲା। ମସଲାକୁ ସାଇଡ଼୍ରେ ରଖିବା। ସେପଟେ ଦେଖି ନେବା ପିଆଜ ଭଲ ଭାବରେ ଭାଜି ହେଇଛି କି ନାହିଁ। ତ ଦେଖନ୍ତୁ ପିଆଜ ଏଇଠି ଭଲ ଭାବରେ ପୁରା ଲାଲ କଲର ହେଇକି ଭାଜି ହେଇଗଲାଣି। ଏବେ କ'ଣ କରିବା ନା ଆମେ ଯେଉଁ ମସଲା ବାଟିଲେ ସେ ବଟା ହେଇଥିବା ମସଲା ସବୁକୁ ଏଥିରେ ଦେଇଦେବା। ତା ସହିତ ଗ୍ରାଇଣ୍ଡର ଜାର୍କୁ ଧୋଇକି 2 ଚାମଚ ପାଣି ଦେଇଦେବା। ତାପରେ ଏବେ ଆମେ ଏଥିରେ ପକେଇବା ଅଧା ଚାମଚ ହଳଦୀ ଗୁଣ୍ଡ, 1 ଚାମଚ ଲଙ୍କା ଗୁଣ୍ଡ, 1 ଚାମଚ ମିଟ୍ ମସଲା। ଏତିକି ଜିନିଷକୁ ଦେଇ ସାରିଲା ପରେ ମସଲାକୁ ଭଲ ଭାବରେ ଗୋଳେଇ ନେବା। ଏଇଠି ଆପଣମାନେ ଚାହିଁଲେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏହି ସବୁ ଗୁଣ୍ଡ ମସଲା ମଧ୍ୟ ପକେଇ ପାରିବେ। ତ ଦେଖନ୍ତୁ ମସଲାକୁ ଭଲ ଭାବରେ ଗୋଳେଇ ନେଇଛି। ଏବେ କ'ଣ କରିବା ନା ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ହାଇରେ ରଖିବା ଓ କଭର କରିକି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ମସଲାକୁ ଭଲ ଭାବରେ କଷି ନେବା। ମଝିରେ ମଝିରେ କଭର କରିକି ମସଲାକୁ ଟିକେ ଗୋଳେଇ ନେଉଥିବେ, ନହେଲେ ତଳେ ଲାଗିଯିବ। ଏଇଠି ଦେଖନ୍ତୁ ମସଲାକୁ କଷିବାର 3ରୁ 4 ମିନିଟ୍ ହେଇଗଲାଣି। କଭରକୁ ଖୋଲି ନେବା। ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି, ଦେଖନ୍ତୁ ମସଲା କେତେ ଭଲ ଭାବରେ କଷି ହେଇଯାଇଛି। ମସଲାରୁ ତେଲ ଛାଡ଼ିବା ଆରମ୍ଭ ହୋଇଯାଇଛି। ଏବେ କ'ଣ କରିବା ନା ଗୋଟେ କଟା ହେଇଥିବା ଟମାଟୋ ଦେବା। ତ ଏଇଠି ଗୋଟେ ମିଡ଼ିୟମ୍ ସାଇଜର ଟମାଟୋକୁ ଏଇଠି ମୁଁ କାଟିକି ଦେଇଛି। ଆପଣମାନେ ଚାହିଁଲେ ଟମାଟୋକୁ ପେଷ୍ଟ କରିକି ମଧ୍ୟ ଦେଇପାରିବେ। ଟମାଟୋକୁ ଦେଇ ସାରିଲା ପରେ ମସଲା ସହିତ ଭଲ ଭାବରେ ଗୋଳେଇ ନେବା। ଏବେ କ'ଣ କରିବା ନା ଆମେ ଯେଉଁ ଭାଜିକି ରଖିଥିଲେ କାଙ୍କଡ଼ ଆଳୁ, ସେ ଭଜା ହେଇଥିବା କାଙ୍କଡ଼ ଆଳୁକୁ ଏଥିରେ ଦେଇଦେବା।
ତା ସହିତ ଯେଉଁ ବତୁରେଇକି ରଖିଥିଲେ ବୁଟ ଡାଲିକି ମଧ୍ୟ ଏଥିରେ ଦେଇଦେବା। ତା ସହିତ ସ୍ୱାଦ ଅନୁସାରେ ଲୁଣ ପକାଇବା। କାଙ୍କଡ଼ ଆଳୁ ଭାଜିଲା ବେଳକୁ ଲୁଣ ପକାଇଥିଲେ, ଲୁଣ ପକାଇଲା ବେଳକୁ ଧ୍ୟାନ ରଖିବେ। ତା ସହିତ ପକାଇବା 1 ଚାମଚ ମେଥି ପତ୍ର ନିଶ୍ଚୟ ପକାଇବେ, ଦେଖିବେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ଏସବୁକୁ ପକାଇ ସାରିଲା ପରେ ଏବେ କ'ଣ କରିବା ନା ଏସବୁକୁ ମସଲା ସହିତ ଭଲ ଭାବରେ ଗୋଳେଇ ନେବା। କିଛି ସେକେଣ୍ଡ ପରେ ଦେଖନ୍ତୁ କାଙ୍କଡ଼ ଆଳୁକୁ ମସଲା ସହିତ ଭଲ ଭାବରେ ଗୋଳେଇ ନେଇଛି। ଏବେ କ'ଣ କରିବା ନା କଭର କରିବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 2 ମିନିଟ୍ ପର୍ଯ୍ୟନ୍ତ କାଙ୍କଡ଼ ଆଳୁକୁ ମସଲା ସହିତ ଭଲ ଭାବରେ କଷି ନେବା। ମଝିରେ ମଝିରେ କଭର କରିକି ଟିକେ ଗୋଳେଇ ନେଉଥିବେ। ତ ଦେଖନ୍ତୁ ଏଇଠି 2 ମିନିଟ୍ ହେଇଗଲାଣି, କଭରକୁ ମୁଁ ଖୋଲି ନେଉଛି। ଏଇଠି ଦେଖନ୍ତୁ କାଙ୍କଡ଼ ଆଳୁ ମସଲା ସହିତ ଭଲ ଭାବରେ କଷି ହେଇଯାଇଛି। ଯେହେତୁ ଆମେ କାଙ୍କଡ଼ ଆଉ ଆଳୁକୁ ପ୍ରଥମରୁ ଭାଜି ଦେଇଥିଲେ ତ ବେଶୀ ସମୟ ଧରିକି କଷିବା ଦରକାର ନାହିଁ। ଏବେ କ'ଣ କରିବା ନା 1 ରୁ 1.5 କପ୍ ଏଇଠି ଆମେ ପାଣି ଦେବା। ଆପଣମାନେ କେତିକି ଗ୍ରେଭି ରଖିବେ ସେ ହିସାବରେ ପାଣି କମ୍ ବେଶୀ କରିପାରିବେ। ତ ଏଇଠି ମୁଁ 1.5 କପ୍ ପାଣି ଦେଇଦେଇଛି। ପାଣି ଦେଇ ସାରିଲା ପରେ ଏସବୁକୁ ଭଲ ଭାବରେ ଟିକେ ଗୋଳେଇ ନେବା। ଏଇଠି ମୋତେ ତରକାରୀରେ ଝୋଳ ଦରକାର ନାହିଁ, ସେଥିପାଇଁ ଏଇଠି ମୁଁ ଅଳ୍ପ ପାଣି ଦେଇଛି। ଯେତିକି ପାଣି ଦେଇଛି ସେତିକିରେ ଆଳୁ, କାଙ୍କଡ଼, ବୁଟ ଡାଲି ଭଲ ଭାବରେ ସିଝିଯିବ। ଆପଣମାନଙ୍କୁ ଯଦି ତରକାରୀରେ ଝୋଳ ଦରକାର ତ ଆପଣମାନେ ପାଣି ଟିକେ ଅଧିକା କରି ଦେଇପାରିବେ। ଏବେ କ'ଣ କରିବା ନା କଭର କରିବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ତରକାରୀକୁ ଭଲ ଭାବରେ ଫୁଟେଇ ନେବା। 4-5 ମିନିଟ୍ ଭିତରେ ଭଲ ଭାବରେ କାଙ୍କଡ଼, ଆଳୁ ଓ ବୁଟ ଡାଲି ସିଝିଯିବ। ତ ଦେଖନ୍ତୁ ଏଇଠି 4 ରୁ 5 ମିନିଟ୍ ହେଇଗଲାଣି, କଭରକୁ ମୁଁ ଖୋଲି ନେଇଛି। କଭରକୁ ଖୋଲି ସାରିଲା ପରେ ତରକାରୀକୁ ଟିକେ ଭଲ ଭାବରେ ଗୋଳେଇ ନେବା। ଏଇଠି ଆପଣମାନଙ୍କୁ ମୁଁ ଦେଖୁଛି, ଦେଖନ୍ତୁ ଆଳୁ ଭଲ ଭାବରେ ସିଝି ଯାଇଛି। ତା ସହିତ ବୁଟ ଡାଲି ମଧ୍ୟ ଭଲ ଭାବରେ ସିଝି ଯାଇଛି। ତା ସହିତ କାଙ୍କଡ଼ ମଧ୍ୟ ଭଲ ଭାବରେ ସିଝି ଯାଇଛି। ତ ଏଇଠି ଆମର ଗରମା ଗରମ କାଙ୍କଡ଼, ଆଳୁ ଓ ବୁଟ ଡାଲିର ତରକାରୀ ପ୍ରସ୍ତୁତ ହେଇଯାଇଛି। ଏବେ କ'ଣ କରିବା ନା ଫ୍ଲେମ୍କୁ ଅଫ୍ କରିବା। କିଛି କଟା ହେଇଥିବା ଧନିଆ ପତ୍ର ପକାଇବା। ଧନିଆ ପତ୍ର ପକାଇ ସାରିଲା ପରେ ଫାଇନାଲ ଏଇଠି ଆମର ନୂଆ ପ୍ରୋସେସର କାଙ୍କଡ଼ ଓ ବୁଟ ଡାଲିର ତରକାରୀ ପ୍ରସ୍ତୁତ ହେଇଯାଇଛି। ଏ ପ୍ରୋସେସରେ ଗୋଟେ ଥର ବନାନ୍ତୁ। କେମିତି ଲାଗିଲା ଆପଣଙ୍କର ଅନୁଭୂତି ମୋ ସହିତ ନିଶ୍ଚୟ ସେୟାର କରନ୍ତୁ। ଏହାକୁ ଆପଣମାନେ ଯେତେବେଳେ ଘରେ ତିଆରି କରିବେ ଘର ସାରା ମହକି ଉଠିବ। ଭାତ, ରୁଟି, ପୁରୀ, ପରଟା ଯାହା ବି ଖାଇବେ ତରକାରୀ ସହିତ ବହୁତ ବଢ଼ିଆ ଲାଗିବ। ଏ ଆଗରେ ଆପଣମାନଙ୍କୁ ଚିକେନ ମଟନ ତରକାରୀ ମଧ୍ୟ ଫିକା ଲାଗିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଉ ଗୋଟେ ନୂଆ ଭିଡ଼ିଓ ସହିତ ଆପଣମାନଙ୍କ ସହିତ ଦେଖାହେବ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ।